भाई ना कौन आपनकर ସାର୍ ନିରଞ୍ଜନ ଭଟ୍ଟ ମାଝୀ ପୋଟଳ ମୁଁ ଦଶୁଆପୁର ପଞ୍ଚାୟତ ପୁରୀ ବ୍ଲକ। देखो बर्तमान आप टोकन पाई जान बिक्री करे ସାର୍ ଜୁନ 18 ତାରିଖ ମୁଁ ଟୋକନ ପାଇଲିଣି। ଜୁଲାଇ 20 ତାରିଖ ଭିତରେ ବିକିବା କଥା। ବର୍ତ୍ତମାନ ତ ଦେଖୁଛନ୍ତି ଆମେ ଗରିବ ଲୋକ ଆଜ୍ଞା, କୋଉଠି ଧାନ ରଖିବୁ, କିଛି ଆମର ବ୍ୟବସ୍ଥା ନାହିଁ, ଗଜାଗୁଜି ହେଇଯାଉଛି, କିନ୍ତୁ କିଛି ଉଠି ପାରୁନି। ମଣ୍ଡି ବାଲା ମନା କରୁଛନ୍ତି। ଆମେ ଯାଇ ସେକେଣ୍ଡ ଦିନ ସବୁ ପଚାରିଲା ସେ ମନା କରୁଛନ୍ତି ଆମେ ନେଇପାରିବୁ। ବିତୁସୁନା ବାବୁ ଯୋଉଭଳିଆ ଛି ଛାକର ସତିକି ଆମେ କୁକୁର କି ସରକାର ଇଏ, ଆମେ ତା କୁକୁର, ଏଇଭଳିଆ ବ୍ୟବହାର ଆମକୁ ଘୃଣା ବି ଲାଗୁଛି। केते धान आपण ମୁଁ ସାର୍ 50 କୁଇଣ୍ଟାଲ ଦେବି ଧାନ। 50 क्विंटल ଆଜ୍ଞା बर्तमान टोकन आपण ସାର୍ ମୁଁ ଟୋକନ ପାଇଛି, ଅବିଧି ପଳେଇବ। ମୁଁ ଆଜ୍ଞା ଗରିବ ଲୋକ, ଆପଣ वर्षा दिन धान भी नष्ट हो ଆଜ୍ଞା ଆପଣ ଏଇଟା ବୁଝିବେ, ମୁଁ କିଛି କହିପାରିବିନି। ମୁଁ ଆଶିଷ ବରା। ଆମର ଗୋଟିଏ ବୋଲି ମହିଳା ଗୋଷ୍ଠୀ ଆମର ଧାନ କିଣୁଛି ପିପିଲି ବ୍ଲକରେ। ସେ 3 ବର୍ଷ ହେଲା ତାର ରବି କିଣୁଛି ଏବଂ 2 ବର୍ଷ ଖରିଫ କିଣି ଚାଲିଛି। ଭଲ ମାନେ ଭଲ ଧାନ ଅମଳ କରିଛନ୍ତି ଏବଂ ତାକୁ ବହୁ କଷ୍ଟରେ ହେଲେ ମଧ୍ୟ ଧାନକୁ ନେଇକରି ନିଜ ଘରେ ସୁଚାରୁ ରୂପେ ରଖିଛନ୍ତି। କିନ୍ତୁ ବଡ଼ ଦୁଃଖର କଥା ଯେ ଆମର ଯେଉଁ ଚାଷୀମାନେ ରେଜିଷ୍ଟ୍ରେସନ କରିଛନ୍ତି ତାଙ୍କୁ ମେ 20ରୁ ଜୁନ 16 ତାରିଖରୁ ଧରିକିରି 18 ତାରିଖ ପର୍ଯ୍ୟନ୍ତ ତାଙ୍କୁ ଅବଧି ମିଳିଥିଲା। କିନ୍ତୁ ପୁରୀ ଜିଲ୍ଲାର ସିଏସ୍ଓ ତତ୍ତ୍ୱାବଧାନରେ ଯେଉଁ ଟାର୍ଗେଟ ଆମର ଗୋବିନ୍ଦା ଏସ୍ଏଚ୍ଜିକୁ ମିଳିଥିଲା 160 କୁଇଣ୍ଟାଲ, ମିଲର 160 କୁଇଣ୍ଟାଲ ଉଠେଇଛନ୍ତି ଏବଂ ପର ମୁହୂର୍ତ୍ତରେ ମହିଳା ଗୋଷ୍ଠୀ ତରଫରୁ ଅନୁରୋଧ କରିବା ପରେ ପର୍ଯ୍ୟାୟକ୍ରମେ 220 କୁଇଣ୍ଟାଲ ଟୋକନ ମାନେ ଟାର୍ଗେଟ ଆସିଛି। କିନ୍ତୁ ବର୍ତ୍ତମାନ ମିଲର ମାନଙ୍କର ଅସହଯୋଗ ହେତୁ ସେ ଧାନ କିଣା ଯାଇ ପାରୁନାହିଁ। ଏ ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ଯେ ଡବଲ ଇଞ୍ଜିନର ସରକାର, ଆମକୁ ଭାରି ଦୁଃଖ ଲାଗୁଛି ଯେ ଏ ଡବଲ ଇଞ୍ଜିନ ସରକାରଙ୍କର ତତ୍ତ୍ୱାବଧାନରେ ଆଜି ପୁରୀ ଜିଲ୍ଲାର ବିଭାଗୀୟ ଅଧିକାରୀ ମାନଙ୍କର ତତ୍ତ୍ୱାବଧାନରେ ମଧ୍ୟ ଧାନ କିଣା ଯାଇ ପାରୁନାହିଁ। ଆଜି ଚାଷୀମାନେ ତାଙ୍କର ଘରେ ରଖିକିରି ଧାନ ଯେଉଁ ରଖିଛନ୍ତି ଆମ ପାଖରେ ଆସି ଆପତ୍ତି ଜଣାଉଛନ୍ତି ଯେ ଆମ ମୂଷା ଧାନ ଖାଇଗଲାଣି। ବଡ଼ ବଡ଼ ମୂଷା, ଯେଉଁ ମୂଷା ଚାଖେଣ୍ଡେ ଥିଲା ସିଏ ବର୍ତ୍ତମାନ ହାତିକିଆ ମୂଷା ହେଇଗଲାଣି ଏବଂ ଧାନ ରଖିବା ପାଇଁ ଯେଉଁ ଧାନର ପରିମାଣ ବଢ଼ିଥିବା ହେତୁ ଧାନକୁ ସେ ଯେଉଁ ପାଲ ତଳେ ରଖିଛନ୍ତି ସେ ପାଲ ମଧ୍ୟ ତାଙ୍କ ପାଇଁ ଯଥା ସାପେକ୍ଷ ହେଉନି। ଯେ ଆଗାମୀ ଦିନରେ ଯେଉଁ ବର୍ଷାର ପ୍ରଳୟଙ୍କାରୀ ବର୍ଷା ଆସିବ ସେ ବର୍ଷାକୁ ମୁକାବିଲା କରିବା ପାଇଁ ଚାଷୀମାନେ ଆଜି ହତାଶ। ତେଣୁ ଚାଷୀମାନଙ୍କ ତରଫରୁ ଜଣେ ଚାଷୀ ନେତା ହିସାବରେ ଏବଂ ଏ ମହିଳା ଗ୍ରୁପର ଜଣେ ପରିଚାଳନା ସଦସ୍ୟ ହିସାବରେ ମୁଁ ମାନ୍ୟବର ମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, ମାନ୍ୟବର ଆମର ମୁଖ୍ୟମନ୍ତ୍ରୀ ଏବଂ ଏ ଅଞ୍ଚଳର ବିଧାୟକ ଏବଂ ଏ ପୁରୀ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ଜୋର ହସ୍ତରେ ଜଣେ ଚାଷୀ ପୁଅ ହିସାବରେ, ଜଣେ ଚଷା ହିସାବରେ ଅନୁରୋଧ କରୁଛି ଯେ ଯଥାଶୀଘ୍ର ଏ ମହିଳା ଗୋଷ୍ଠୀକି ସାହାଯ୍ୟ କରିବା ସହିତ ଚାଷୀମାନଙ୍କର ଦୁଃଖ ବୁଝିବା ହୁଅନ୍ତୁ ଏବଂ ଏ ଧାନକୁ ଯଥାଶୀଘ୍ର ଉଠାନ୍ତୁ, ନହେଲେ ମାନେ ପରିଶେଷରେ ଆମେ ଚାଷୀମାନଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ। परिचय कहबे ना कौन ଉମେଶଚନ୍ଦ୍ର ଭଟ୍ଟ, ଗ୍ରାମ ମାଝୀ ପୋଟଳ। देखो एबे धान बिक्री करे मंडी जो व्यवस्था करा कौन सब ମନ୍ଦିରରେ ଆମେ ଗୋପୀନାଥ ଇଏ ମନ୍ଦିରରେ ଏଥର ଭଲରେ ଦିଆହେଇଗଲି। କିନ୍ତୁ ମୋର ମେସେଜ ଆଇଛି ଜୁନ 18ରୁ 20ରୁ ଜୁଲାଇ 18 ଦିଆ, କିନ୍ତୁ ବର୍ତ୍ତମାନ ସୁଦ୍ଧା ଥିଲା ଆଉ 8 ଦିନ ମୋର ରହିଲା। ମେସେଜ ମଝିରେ ସରକାର ଦଉଛନ୍ତି ଯେ ତମେ ଧାନ କାହିଁ ଦେଇନି। ସେ ଧାନ କାହା ପାଖରେ ଦେବୁ? ମିଲର ତ ରଖୁନାହାନ୍ତି, ମଣ୍ଡି ରଖିବେନି କାହାକୁ ଦେବୁ? କଲେକ୍ଟର ଅଫିସରେ ଧାନ କରିଦେଇଦେଲେ ଭଲ ହବ। केते क्विंटल बिक्री करे 190 କୁଇଣ୍ଟାଲ 48 କିଲୋ ରହିଛି। केते बिकिलेनी କିଛି ବି କାହିଁନି, ମଣ୍ଡି ତ ନେଇନି ବିକ୍ରି ବାରମ୍ବାର ତ ଆମେ ଜଣାଉଛୁ, ସେ ନଉନାହାନ୍ତି। ଆମ ମିଲର ରଖୁନି, ଆଗୁନି, ଆମେ କ'ଣ କରିବୁ? ବର୍ତ୍ତମାନ ଯୋଉ ଚାଷ କରିଥିଲେ କେମିତି କ'ଣ ଋଣ ସୁଝିବେ, କେମିତି କ'ଣ କରିବେ ସେଇ କଥା ତ ଆମେ ଭାବୁଛୁ କ'ଣ କରିବୁ। ତେଣୁ ସବୁ ତ ଧାନ ନେଇ କଲେକ୍ଟର ସିଏମ୍ ଆସୁଛନ୍ତି, ଯୋଉ କଲେକ୍ଟର ପାଇଁ ଗଦେଇ ଦେବୁ, ଆମେ ଆମର ରହିବୁ ଘରେ। ଆଉ କ'ଣ ଧାନ ନ ବିକିଲେ ଚାଷୀ ବଞ୍ଚିବା ଗୋଟେ ବଞ୍ଚିବ କେମିତି? ଆମେ ତ କଷ୍ଟ କରି ଧାନ ମୋର ଗଜା ହଉ କି କ'ଣ, ମୋର ଘର ଦ୍ୱାରା ନାହିଁ। ପଲିଥିନ କରି ଘରେ ଅଛି ଏପର୍ଯ୍ୟନ୍ତ। ଧାନ କୋଉଠି ଗଜା ହେଇପାରେ? ଏପର୍ଯ୍ୟନ୍ତ ହେଇନି, ହେଇଯାଇପାରେ। କ'ଣ ପାଇଁ ଧାନ କିଣୁନାହାନ୍ତି? କ'ଣ କହୁଛନ୍ତି ଆପଣ ଯୋଉ ଯାଉଥିବେ ମଣ୍ଡିକି ଯାଉଥିବେ କହୁଥିବେ ସେ ତ କହୁଛନ୍ତି ମିଲ ବାଲା ନେଉନି, ଆମେ କ'ଣ କରିବୁ?
ଆପଣ ଯୋଉ ସେବା ସମବାୟ ଜଣାଉଛନ୍ତି ବାରମ୍ବାର ଯାଉଛି, ବାରମ୍ବାର ବେଶୀ ବୁଝୁଛୁ, ଯାଉଛି ଘରକୁ। ଆଉ କଣ କରିବୁ? କଣ ଆପଣ ଦାବି ରଖିବେ? ଦାବି କଣ, ଆମର କ୍ଷତିପୂରଣ ହେଲେ ଆମେ ରାଜରାସ୍ତାରେ ବସିବୁ ଆଉ। ସର୍ବପ୍ରଥମେ ଧନ୍ୟବାଦ ଦେବି ସାମ୍ବାଦିକ ବନ୍ଧୁମାନଙ୍କୁ। ଆଜିର ସାମ୍ବାଦିକ ସମ୍ମିଳନୀରେ ଆମ ସାଙ୍ଗରେ ଅଛନ୍ତି ଆମର ପୁରୀ ନିମାପଡ଼ା ବ୍ୟାଙ୍କର ନିର୍ଦ୍ଦେଶକ ପରଶୁରାମ ମହାପାତ୍ର ମହୋଦୟ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପିପିଲି ଏବଂ ଜିଡିଏସ୍ ନଗର ସୋସାଇଟିର ସଭାପତି ଯୁଧିଷ୍ଠିର ସ୍ୱାଇଁ ମହୋଦୟ, ମଙ୍ଗଳପୁର ସେବା ସମବାୟ ସମିତିର ମାଗୁଣୀ ବାବୁ ଏବଂ ଦୁର୍ଗାଦାସପୁର ସେବା ସମବାୟ ସମିତିର ଜିତୁ ବାବୁ ଏବଂ ଗୋବିନ୍ଦା ଏସ୍ଏଚ୍ଜିର ଆଡଭାଇଜର ଆଶିଷ ବରାଳ ମହୋଦୟ ଆମ ସାଙ୍ଗରେ ଅଛନ୍ତି। ଆମେ ଆଜି ସମସ୍ତ ସମବାୟ ସମିତିର ସଭାପତି ମାନେ ସାମ୍ବାଦିକ ସମ୍ମିଳନୀ କରିବାର ଉଦ୍ଦେଶ୍ୟ ଆପଣମାନଙ୍କ ଜରିଆରେ ସରକାରଙ୍କୁ ନିବେଦନ କରୁଛୁ ଏବଂ ବିଭାଗୀୟ ଅଧିକାରୀ ପୁରୀ ଜିଲ୍ଲାର ଯେଉଁମାନେ ଅଛନ୍ତି ସମସ୍ତଙ୍କୁ ଆମେ ନିବେଦନ କରୁଛୁ, ଚାଷୀଙ୍କ ଠାରୁ ଯଥାଶୀଘ୍ର ଧାନ କିଣନ୍ତୁ। ମଣ୍ଡି ଜରିଆରେ ମଣ୍ଡି ଖୋଲିଦେଲେ 20 ତାରିଖରୁ ମଣ୍ଡି ଖୋଲିବା କଥା, 20 ତାରିଖରେ ମଣ୍ଡି ଖୋଲିଲା ନାହିଁ, 10 ଦିନ ବିଳମ୍ବରେ ମଣ୍ଡି ଖୋଲିଲେ। ଆପଣମାନଙ୍କ ଜରିଆରେ ଆମେ ନିବେଦନ କରିଥିଲୁ, ଧନ୍ୟବାଦ ଦେବୁ ଆପଣମାନଙ୍କୁ। ଆପଣମାନଙ୍କର ବାଇଟ୍ ବାଜିବା ପରେ 10 ଦିନ ପରେ ମଣ୍ଡି ଖୋଲିଲେ। ମଣ୍ଡି ଖୋଲିଲେ ଟାର୍ଗେଟ ଦେଲେ ସମୁଦ୍ରରୁ ଶଙ୍ଖେ। ଯେଉଁ ଚାଷୀମାନଙ୍କର ଯେଉଁ ସୋସାଇଟିରେ ଟାର୍ଗେଟ ଅଛି 7,000, କୋଉଠି 5,000, କୋଉଠି 3,000, ତାକୁ 200 ଦେଇଛନ୍ତି। 600 ଟାର୍ଗେଟ ଦେଇକିରି ମିଲର ମାନଙ୍କୁ ମଧ୍ୟ ଟାର୍ଗେଟ ଦେଲେ। ମିଲର ମାନେ 100-200 ଲେଖା କିଣି ବର୍ତ୍ତମାନ ଆଉ କୌଣସି ମିଲର ଧାନ କିଣୁନାହାନ୍ତି। ଚାଷୀମାନେ ଆମ ପାଖରେ ପହଞ୍ଚନ୍ତି ସମବାୟ ସମିତି, ଆମେ ହେଉଛୁ ରେସ୍ପନ୍ସିବୁଲ। କାରଣ ସୋସାଇଟିରେ ଚାଷୀ ରେଜିଷ୍ଟ୍ରେସନ କରିଛି, ସୋସାଇଟି ଧାନ କିଣିବ, ମିଲର ଧାନ ନେବେ ସୋସାଇଟିରୁ। ରାଜ୍ୟ ସରକାର ସୋସାଇଟିକୁ ଦାୟିତ୍ୱ ଦେଇଛନ୍ତି ଧାନ କିଣିବା ପାଇଁ। 800 ଟଙ୍କା ଲେଖେ ଦେଲେ, ବୋନସ ଦେଲେ ସରକାର, କିନ୍ତୁ 800 ଟଙ୍କା ଦେବା ଫଳରେ ରବିରେ ଆଜି ଲୋକ ଧାର ଉଦ୍ଧାର କରଦାମ କରି LI ପଏଣ୍ଟ କରି ଜଳସେଚନ ସୁବିଧା କରି ଧାନ ଚାଷ କରିଛନ୍ତି। ଚାଷୀ କି କଷ୍ଟରେ ଧାନ କରିଛି, ଆଜି ଧାନ ଦେଇ ପାରୁନାହାନ୍ତି, ଧାନ ଘରେ ଥୁଆ ହେଇଛି। ବର୍ତ୍ତମାନ ସମବାୟ ସମିତିର ସମ୍ପାଦକ ମାନେ ଯାହାର 100 କୁଇଣ୍ଟାଲ ତାକୁ ଟାର୍ଗେଟ ଅଛି, ସେ 25 କୁଇଣ୍ଟାଲ ଟାର୍ଗେଟ ଦେବାକୁ ବି ଇଚ୍ଛା କରୁନାହାନ୍ତି। ଯାହା ଫଳରେ ଚାଷୀ ଇଏ ମୌସୁମୀ ବର୍ଷା ଆସିଲାଣି, କିଭଳି ଭାବରେ ଧାନକୁ ରଖିବ ନା ବିକିବ, ଅଭାବୀ ବିକ୍ରି ନିଶ୍ଚିତ ହବ ଏବଂ ବାହାର ବେପାରୀକୁ ବିକ୍ରି କରିବେ। ଏବଂ ଯୋଉ ବେପାରୀ ମାନେ ଦଲାଲ ମାନେ ବର୍ତ୍ତମାନ ବୁଲି ବୁଲିକିରି ଧାନ ନଉଛନ୍ତି, ବିକ୍ରି କିଣୁଛନ୍ତି, ସେମାନେ 2,000 ଟଙ୍କାରେ ଧାନ କିଣିବା ପାଇଁ ଧାନ ଚାଷୀକି ମାଗୁଛନ୍ତି। ଚାଷୀ କେତେ ପଇସା ଖର୍ଚ୍ଚ କରିଛି, କେତେ ପଇସା ପାଇବ, ଇଏ ସରକାର କଣ ଚିନ୍ତା କରୁଛନ୍ତି? ସରକାର କହୁଛନ୍ତି ଆମେ ଚାଷୀଙ୍କ ପାଇଁ ବାହା ନଉଛନ୍ତି, ଆମେ 800 ଟଙ୍କା ଧାନ କରିଦେଇଛୁ, ଆମେ ବିକଶିତ କୃଷି ସଂକଳ୍ପ ଯାତ୍ରା କରୁଛୁ, ବର୍ଷେ ପୂର୍ତ୍ତି ପୂରଣ କରୁଛନ୍ତି। ଏଙ୍କୁ ଲାଜ ଲାଗିବା କଥା ଏ ସରକାରକୁ। ଏ ସରକାର ବର୍ତ୍ତମାନ ଚାଷୀଙ୍କ ଠାରୁ ଧାନ କିଣି ପାରୁନାହାନ୍ତି, ପୁଣି କରୁଛନ୍ତି ବିକଶିତ ବାହନ ଗାଁ ଗାଁରେ ବୁଲିବ, ପଞ୍ଚାୟତରେ ବୁଲିବ। କଣ କରିଛ ଚାଷୀମାନଙ୍କ ପାଇଁ? ସାଧାରଣ ଧାନଟେ କିଣି ପାରୁନ ତମେ। ଏଠି ଡେପୁଟି ସିଏମ ଅଛନ୍ତି, ମାନ୍ୟବର ବିଧାୟକ ଅଛନ୍ତି, ମାନ୍ୟବର ମନ୍ତ୍ରୀ ଅଛନ୍ତି। ଆପଣଙ୍କ ମାନଙ୍କ ମାଧ୍ୟମରେ, ଆପଣ ମାନଙ୍କ ଜରିଆରେ ଏ ଜିଲ୍ଲାରେ ଯେତେ ବରିଷ୍ଠ ଅଧିକାରୀ ଅଛନ୍ତି ସମସ୍ତଙ୍କୁ ଆମେ ଅନୁରୋଧ କରୁଛୁ। ପୁଣି ମିଲର ମନ୍ତ୍ରୀ, ଆଳୁ ମନ୍ତ୍ରୀ କହୁଛନ୍ତି ଭଡ଼ାରେ ଆସିବେ ମିଲର, ଅନ୍ୟ ଜିଲ୍ଲାରୁ ଏଠି ଧାନ କିଣିବେ। ଏଠି 21ଟା ମିଲର ଅଛନ୍ତି, ଏ ମିଲର ମାନଙ୍କ ସମସ୍ୟା ବୁଝୁନାହାନ୍ତି। ଯେତିକି ଧାନ କିଣା ହେଇଛି ସେମାନଙ୍କ ଠାରୁ ଚାଉଳ ନିଆଯାଉ ନାହିଁ, ବର୍ତ୍ତମାନ ଭଡ଼ାରେ ଆସିବେ ମିଲର। ଆଉ ରହିଲା 8 ଦିନ ଟୋକନ କଟିବା ପାଇଁ। ଯିଏ 19 ତାରିଖରେ ଟୋକନ ପାଇଥିଲା, 20 ତାରିଖରେ ଯିଏ ଟୋକନ ପାଇଥିଲା, 21 ତାରିଖରେ ଯିଏ ଟୋକନ ପାଇଥିଲା, ତାର ଜୁନ 19ରେ ଟୋକନ ଅବଧି ସରିବ। ଜୁନ 30 ତାରିଖରେ ଏ ରବିର ଅବଧି ସରିବ। କିଭଳି ଭାବରେ ଯଦି ଚାଷୀ ଧାନ ନଦିଏ ମଣ୍ଡିରେ, ଯଦି 8 ଦିନ ଘୁଚିଛି, 8 ଦିନ ଯଦି ତାର ଟୋକନ ସରି ଯାଉଛି, ତାହେଲେ ଧାନ ମଣ୍ଡିରେ ସେ ଦେଇପାରିବ ନାହିଁ। ଇଏ ଯୋଉ କ୍ଷତି ହବ, ଇଏ ଯୋଉ କ୍ଷତିକି କିଏ ଭରଣା କରିବ, କିଏ ଦାୟିତ୍ୱ ନେବ? ଏ ରାଜ୍ୟ ସରକାର ଦାୟୀ ରହିବେ। ଇଏ ପୁରୀ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ CSOଙ୍କଠୁ ଆରମ୍ଭ କରି ଜିଲ୍ଲାପାଳ, DRCS ସମସ୍ତେ ଦାୟୀ ରହିବେ। ଇଏ ଚାଷୀ ଯଦି କିଛି କ୍ଷତି ପୂରଣ ନ ଦିଅନ୍ତି ଏବଂ କିଛି କ୍ଷତି ହୁଏ, ଚାଷୀର ଯଦି କିଛି କ୍ଷତି ହୁଏ, ସେଥିପାଇଁ ଏ ସରକାର ଦାୟୀ ରହିବେ।